ଶିଥିଳ ହେବା ନାହିଁ। ଆମର ଉଦ୍ୟୋଗ କିଛି ସମୟ ପାଇଁ ନୁହଁ, ସବୁ ସମୟରେ ଆମେ ଉଦ୍ୟୋଗୀ ହେବା। ଆତ୍ମାରେ ଉତ୍ତପ୍ତ ହେବା। କେମିତି ଉତ୍ତପ୍ତ ହେବା ମୁଁ କହିବି। ଆତ୍ମାରେ ଉତ୍ତପ୍ତ ହେବା, କେବଳ ମାହୋଲରେ ଉତ୍ତପ୍ତ ହେବା ନୁହଁ, କିଛି ଏନଭାରମେଣ୍ଟ ଏମିତି ହେବ ସେହି ସମୟରେ ଆମେ ଉତ୍ତପ୍ତ ହେବା ସେଇଟା ନୁହଁ। ଆମେ ସବୁବେଳେ ଆତ୍ମାରେ ଉତ୍ତପ୍ତ ହେବା। କେମିତି ଉତ୍ତପ୍ତ ହେବା ମୁଁ କହିବି। ତାପରେ ଆମେ ପ୍ରଭୁଙ୍କର ସେବା ହେଉଛି ଏଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ। ଏଟା ବଞ୍ଚିଥିବା ଯେ ଆମେ ପ୍ରଭୁଙ୍କର ସେବା କରିବା, କିଛି ଦିନ କରିବା ସେଇଟା ନୁହଁ। ଗଭର୍ଣ୍ଣମେଣ୍ଟରେ ଚାକିରି କଲେ କେବଳ କରିବା ବା କେବଳ ବାଳକ ପ୍ରଚାରକ କରିବେ ସେଇଟା ନୁହଁ। ଆମେ ଯେଉଁ ଅବସ୍ଥାରେ ଅଛୁ, ଯେଉଁ ଅବସ୍ଥାରେ ଥାଉ ନା କାହିଁକି, ଆମେ ପ୍ରଭୁଙ୍କର ସେବା କରିବା, ପ୍ରଭୁଙ୍କର ଗୌରବ କରିବା, ପ୍ରଭୁଙ୍କର ନାମକୁ ଉଚ୍ଚରେ ସ୍ଥାପନ କରିବା। ଆଜି ସକାଳେ ଆମେ ପତାକା ଉତ୍ତୋଳନ କରିଛୁ, ଧ୍ୱଜା ଯେମିତି ଉପରେ ଉଡୁଥାଏ ସବୁବେଳେ ଈଶ୍ୱରଙ୍କ ନାମକୁ ଉଚ୍ଚରେ ରଖି ଆମେ ସେମିତି ସବୁଦିନ ବଞ୍ଚିଥିବା ଯାଏ ଈଶ୍ୱରଙ୍କ ନାମକୁ ଉଚ୍ଚରେ ସ୍ଥାପନ କରିବା। ହାଲେଲୁୟା, ହାଲେଲୁୟା। ତ ଆତ୍ମାରେ କେମିତି ଉତ୍ତପ୍ତ ହେବା କେତୋଟି ବିଷୟ କହିବି ମୁଁ। ଆମେ ପ୍ରତିଦିନ ବାଇବେଲ ପଢିବା, ପ୍ରତିଦିନ ବାଇବେଲ ପଢିବା। କେତେ ଜଣ ଆମେ ବାଇବେଲ ପଢୁ? କେତେବେଳେ ପଢୁ? ଆମେ ଜାଣିଛୁ କେତେବେଳେ ପଢୁଛୁ ନାଇଁ କି? କୋଉ ଦିନ ପଢୁ, କୋଉ ଦିନ ପଢି ବି ନପାରୁ, କୋଉ ଦିନ ବିଜି ମଧ୍ୟ କହୁ। କିନ୍ତୁ ମୁଁ କହିବା ପାଇଁ ଚାହେଁ ପ୍ରତିଦିନ ଆମେ ବାଇବେଲ ପଢିବା। କାହିଁକି ନା ଏଇ ବାଇବେଲ ହେଉଛି ଈଶ୍ୱରଙ୍କ ମୁଖ ନିଃସୃତ ବାକ୍ୟ। ଏଇ ବାକ୍ୟ କେବେ ବିଫଳ ହେବ ନାହିଁ। ଏଇ ବାକ୍ୟ କେବେ ସଫଳ ନ ହେଇକି ରିଭର୍ସ ହେବ ନାହିଁ। ଏଇଟା ଏମିତି ବୁମେରାଙ୍ଗ, ଏଇଟା ସଫଳ ହେଇକି ହିଁ ଆସିବ। ଏଇ ବାକ୍ୟରେ ଯାହା ଲେଖା ହେଇଛି ଏଇ ବାକ୍ୟ ସଫଳ ହେବ ହିଁ ହେବ। ଟିକେ ଇକୋ ଦେବେ। ଏଇ ବାକ୍ୟ ସଫଳ ହେବ ହିଁ ହେବ। ଗୋଟେ ଉଦାହରଣ କେବଳ କହିବା ପାଇଁ ଚାହେଁ। ଯୀଶୁ ଗୋଟେ ପରିବାରକୁ ବହୁତ ପ୍ରେମ କରୁଥିଲେ। ଗୋଟେ ପରିବାରକୁ ବହୁତ ପ୍ରେମ କରୁଥିଲେ। ଦୁଇ ଭଉଣୀ ଗୋଟେ ଭାଇ ଥିଲେ। କିଏ ସେ ପରିବାର? ମାର୍ଥା, ମରିୟମ, ଲାଜର। ବହୁତ ସୁନ୍ଦର, ବଢିଆ ରେସ୍ପନ୍ସ। ଆଉ ସେ ପରିବାରକୁ ଯେତେବେଳେ ପ୍ରେମ କରୁଥିଲେ, କେତେ ପ୍ରେମ କରୁଥିଲେ ଯେ ଭାଇ ମରିଗଲା ପରେ ମଧ୍ୟ ଆଉ 2 ଦିନ ଡେରି କରିଦେଲେ, ନାଇଁ କି? ସେମିତି ପ୍ରେମ ନାଇଁ କି? ଜାଗତିକ ମଣିଷ ଭାବରେ ଆମେ ଚିନ୍ତା କରିବା, ଯିଏ ଏଇ ରାସ୍ତାରେ ଗଲାବେଳେ ତାଙ୍କ ଘରେ ରହୁଥିଲେ, ଯିଏ ତାଙ୍କ ଘରେ ଖାଉଥିଲେ, ଯିଏ ତାଙ୍କ ଘରେ ଶୋଉଥିଲେ, ଅଥଚ ଲାଜର ଯେତେବେଳେ ମରିଗଲେ ଯୀଶୁ ଆରାମରେ ରହିଛନ୍ତି, ଆଉ 2 ଦିନ ଡେରି କରୁଛନ୍ତି। ଏମିତି ଆମେ ଜାଗତିକ ଭାବରେ ଚିନ୍ତା କରିଥାଇପାରୁ। ସେଇ ସମୟରେ ମାର୍ଥା ମରିୟମ ମଧ୍ୟ ସେଇ ପ୍ରକାର ଆସିଥିବ ତାଙ୍କ ମନରେ। କିନ୍ତୁ ଯୀଶୁ କାହିଁକି ଡେରି କଲେ? ଈଶ୍ୱରଙ୍କର ଗୌରବ ପାଇଁ ସେ ଜାଣିକି ଡେରି କଲେ। ଆଉ 2 ଦିନ ପରେ ଯେତେବେଳେ ଆସିଲେ, ମାର୍ଥା ମରିୟମ ଦୌଡି ଯାଉଛନ୍ତି, ପ୍ରଭୁ ତୁମେ ତ ଏତେ ପ୍ରେମ କରୁଥିଲ ମୋର ଭାଇକୁ, କାହିଁକି ଆସିଲେ ନାହିଁ? କାହିଁକି ଆସିଲେ ନାହିଁ? ଆଉ ଏବେ ଆସିକି ପଚାରୁଛନ୍ତି ଲାଜର କାହାନ୍ତି? ସେ ପରା 4 ଦିନ ହେଲା ମରିଗଲେଣି, ସେ ତ ବାସି ଗଲେଣି, ସେ ତ ଗନ୍ଧି ଗଲେଣି, ସେ ତ କବରରେ ଅଛନ୍ତି, ସେ ସଢି ଯାଇଥିବେ। ଏଇ ପ୍ରକାର ମାର୍ଥା ମରିୟମ ଏନ୍ସାର ଦଉଛନ୍ତି। ଯୀଶୁ କହିଲେ ଚାଲ ଦେଖିବା। କବରଖାନାକୁ ଗଲେ, ଲାଜର 4 ଦିନ ହେଲା କବରରେ ଅଛନ୍ତି, ଆଉ ଲୋକମାନେ ଅଛନ୍ତି, ଲୋକମାନେ ବହୁତ ଅପେକ୍ଷାରେ ଅଛନ୍ତି ଯେ କେମିତି କାର୍ଯ୍ୟ ହେବ, କେମିତି ଆଶ୍ଚର୍ଯ୍ୟ କର୍ମ ହେବ, ଯୀଶୁ ଏହି ସମୟରେ କଣ କରିବେ ସେଇଟା ଦେଖିବା ପାଇଁ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷାରେ ଅଛନ୍ତି। ଆଉ ସେଇ ସମୟରେ ଯୀଶୁ କଣ କହିଲେ ଜାଣନ୍ତି କି? ପ୍ରାର୍ଥନା କଲେ ଆଉ ଗୋଟେ ବିଷୟ କହିଲେ, କୁହନ୍ତୁ। ରାଇଟ, ବଢିଆ ଅଛି, କୁହନ୍ତୁ। ଲାଜର ବାହାରି ଆସ, ଲାଜାରସ୍ କମ୍ ଆଉଟ୍। ଉଚ୍ଚ ସ୍ୱରରେ କହିଲେ, ପ୍ରଭୁଙ୍କୁ ଧନ୍ୟବାଦ ଦେଇ ପ୍ରାର୍ଥନା କଲେ ଏବଂ କହିଲେ ଲାଜାରସ୍ କମ୍ ଆଉଟ୍। କହିବା ଅର୍ଥ ଯୀଶୁଙ୍କ ରବରେ ଶକ୍ତି ଅଛି। ଯୀଶୁ କହିବା ମାତ୍ରେ 4 ଦିନର ଶବ ମଧ୍ୟ ଉଠିକି ଆସୁଅଛି। ଯୀଶୁ କହିବା ମାତ୍ରେ ରୁଦ୍ଧ ଗର୍ଭ ମଧ୍ୟ ଖୋଲିଯିବ। ଯୀଶୁ କହିବା ମାତ୍ରେ ପରିବାରରେ ଶାନ୍ତି ସ୍ଥାପନ ହେବ। ଯୀଶୁ କହିବା ମାତ୍ରେ ଈଶ୍ୱରଙ୍କର ଆଜ୍ଞା ମାତ୍ରକେ ମଣ୍ଡଳୀରେ ଶାନ୍ତି ସ୍ଥାପନ ହେବ, ମଣ୍ଡଳୀରେ ଥିବା ବିଶୃଙ୍ଖଳା ଦୂର ହେବ। ଯୀଶୁଙ୍କ ରବରେ ଶକ୍ତି ଅଛି, ଶକ୍ତି ଅଛି, ଶକ୍ତି ଅଛି। ଏଇଟା କେବଳ ବିଶ୍ୱାସ କରିବାର ଅଛି। ଯୀଶୁଙ୍କ କଥା ବିଫଳ ହେଇକି ଆସିବ ନାହିଁ। ଯାହା ବାହାରି ଯାଏ ସେଇଟା ହିଁ ସଫଳ ହେବ। ଆଉ ସେଇଟା ଆଜିକାଲି କେମିତି ବାହାରିବ? ଈଶ୍ୱରଙ୍କର ପ୍ରଚାରକ ମାନଙ୍କ ଦ୍ଵାରା, ତାଙ୍କର ସେବକ ମାନଙ୍କ ଦ୍ଵାରା, ତାଙ୍କ